ଜାତୀୟ ରାଜପଥରେ ଡକାୟତି ପାଇଁ ଯୋଜନା କରୁଥିବା 4 ଜଣ ଡକାୟତଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଗୋଟିଏ ଖଣ୍ଡା, ଭୁଜାଲି, ଲୁହାରଡ୍, ବାଇକ୍ ସକର ପାଇପ୍ ଓ ଲଙ୍କାଗୁଣ୍ଡ ପ୍ୟାକେଟ୍ ସମେତ 5ଟି ବିୟର ବୋତଲକୁ ଜବତ କରିଛି ପୁଲିସ। ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ସ୍ଥିତ 520 ନମ୍ବର ଜାତୀୟ ରାଜପଥରେ ଡକାୟତି ଉଦ୍ୟମ ପାଇଁ କିଛି ଦୁର୍ବୃତ୍ତ କାଶିଆ ଖ ଗ୍ରାମ ନିକଟସ୍ଥ ଖେଳ ପଡ଼ିଆରେ ଯୋଜନା କରୁଥିବା ସମୟରେ କୌଣସି ବିଶେଷ ସୂତ୍ରରୁ ଖବର ପାଇଥିଲା ବଡ଼ବିଲ ପୁଲିସ। ପରେ ଅତର୍କିତ ଭାବେ ପୁଲିସ ଟିମ୍ ସେଠାରେ ଚଢ଼ାଉ କରି ବଡ଼ବିଲ ଆଜାଦ ବସ୍ତିର ଏମ୍ଡି ସରଫରାଜ, ବରକତ ନଗରର ଏମ୍ଡି ତାହିର, ଟାଟା ହାଟିଂର ଶମ୍ଭୁ ପାତ୍ର ଏବଂ କାଶିଆ ଖ ଗ୍ରାମର ଦିନେଶ ମୁଣ୍ଡା ଉରଫ ସନ୍ତୋଷକୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଖଣ୍ଡା, ଭୁଜାଲି, ଲୁହାରଡ୍, ବାଇକ୍ ସକର ପାଇପ୍ ଓ ଲଙ୍କାଗୁଣ୍ଡ ସମେତ 5ଟି ବିୟର ବୋତଲକୁ ଜବତ କରିଥିଲେ। ପରେ ସେମାନଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲାରୁ ଦୀପେଶ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।